ନିଖୋଜ ନାବିକ ପୁଅ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ମା ରଶ୍ମିତା ମହାପାତ୍ର ଭୁବନେଶ୍ୱରରୁ ସିଙ୍ଗାପୁର ଯାଇଛନ୍ତି। ସାଥିରେ ଅଛନ୍ତି ମାମୁଁ। ସିଙ୍ଗାପୁର ଗଲା ପରେ ସେ ଜାହାଜକୁ ଯାଇଥିଲେ ନା ନାହିଁ, ସିଙ୍ଗାପୁର ସରକାର କ'ଣ ସହାୟତା କଲେ ଏବଂ ଝିଅ ଏବଂ ପୁଅ ଯେଉଁ ସାର୍ଥକ ଆଈ ଅଛନ୍ତି କ'ଣ ସୂଚନା ଦେଇଛନ୍ତି। ଆଈ ଏଠି ବସିକି କାନ୍ଦୁଛନ୍ତି, କେତେବେଳେ ପୁଅ ଝିଅ ଫେରିବେ ଏବଂ ନାତିଙ୍କ ଅବସ୍ଥା କେମିତି ରହିଛି, ନାତି କେଉଁଠି ଅଛନ୍ତି। ସେ ନାତିକୁ ଭାବି ଭାବି ଆଈକୁ ପେଟକୁ ଦାନା ଯାଉନାହିଁ। ଆଈଙ୍କ ସହିତ ଆଲୋଚନା କରିବା। ନାତି ଆଜିକି ପାଖାପାଖି 3 ତାରିଖ ଠାରୁ ଆପଣ ତା ସହିତ କଥା ହେଇନାହାନ୍ତି। ନାତିକୁ ଖୋଜିବା ପାଇଁ ଆପଣଙ୍କ ଝିଅ ଏବଂ ପୁଅ ଯାଇଛନ୍ତି ସିଙ୍ଗାପୁର। ସିଙ୍ଗାପୁରରୁ କ'ଣ ଖବର ଦେଲେ ଆପଣଙ୍କ ଝିଅ ଆଉ ପୁଅ? କାଲି ରାତିରେ ମତେ ଫୋନ ଝିଅ କଲା 9ଟା 9:30 ଖଣ୍ଡେ ହବ ଯେ ବୋଉ ମୁଁ ଜାହାଜକୁ ଯାଇଥିଲି, ଗୋଡ ଖସିଗଲେ ବି ପଡିଯିବନି ପାଣିର, ଏଇ ଅବସ୍ଥା ଦେଖିନି। ଆଉ ଦ୍ୱିତୀୟର ମତେ ନେଇଗଲେ ତା ରୁମ୍ ଭିତରକୁ, ଆଉ ସେଠି ତାର ଜିନିଷ ପତ୍ର ସବୁ ପ୍ୟାକିଂ କରିକି ସିଲ୍ କଲେ ଆମକୁ ଦେଇଦେବେ ବୋଲିକି। ଆଉ କୌଣସି ଜାଗାକୁ ଛାଡ଼ିଲେନି। ରାଜୁ ବହୁତ, ମୋ ପୁଅ ବହୁତ ଝଗଡ଼ା କଲା ଯେ ଯାହା ବି ହଉ ମତେ ଖୋଜିବାକୁ ଦିଅନ୍ତୁ। ସେମାନେ ମନା କରିଦେଲେ, ତମେ କୌଣସି ଜାଗାକୁ ଯାଇପାରିବନି କି କାହାରିକି କୌଣସି କ୍ୱେଶ୍ଚନ୍ କରିପାରିବନି, ତ ଯଦି ବେଶୀ କିଛି କଥା ନ ମାନିବ ତାହେଲେ ଆମେ ତମକୁ ତଳକୁ ବିଦା କରିଦେବୁ, ଜାହାଜରୁ ବାହାରି ଯାଅ। ସରକାରଙ୍କ ତରଫରୁ ତ ଆଉ କିଛି ଗଲାନି କି କିଛି ସେମାନେ କଲେନି। ସବୁ ଦଲାଲ ପାର୍ଟି ରହିଥିଲେ, ସେମାନେ କାହାରି ସାଙ୍ଗରେ କଥାବାର୍ତ୍ତା କରିବାକୁ ସୁଯୋଗ ଦେଲେନି। ଯେଉଁମାନେ ଜାହାଜରେ ଥିଲେ ସେମାନଙ୍କୁ ପଚରା ଉଚରା କରିବା ପାଇଁ ସେମାନଙ୍କୁ ବହୁତ ଚେଷ୍ଟା କଲା ପୁଅ, ଝିଅ ବି ଚେଷ୍ଟା କଲା, କିନ୍ତୁ କୌଣସି ପ୍ରକାରର ସେମାନେ ଗୋଟିଏ ୱାର୍ଡ କହନ୍ତି ଯେ ସାର୍ଥକ ନିଖୋଜ। ସାର୍ଥକର ଆମେ କିଛି ଜାଣିନୁ। ଆଉ ଆଜି ତାଙ୍କର କ'ଣ ମିଟିଂ ଥିଲା, କ'ଣ କରୁଥିଲା, ଆମେ ତ କିଛି ଜାଣିନୁ। ଯୋଉ ଜାହାଜର ସାର୍ଥକ ଯୋଉ ରୁମରେ ରହୁଥିଲେ ସେ ରୁମ ପର୍ଯ୍ୟନ୍ତ ହିଁ ଛାଡ଼ିଲେ, ଅନ୍ୟାନ୍ୟ ଜାଗାକୁ ବୁଲି କୌଣସି ଜାଗାକୁ ସେମାନେ ଛାଡ଼ିଲେନି। କ'ଣ କହିଲେ? ସେମାନେ କହିଲେ ତମେ କୌଣସି ଜାଗାକୁ ଯାଇପାରିବନି, ଯଦି ବେଶୀ ଆମ କଥା ନ ମାନିବ ତାହେଲେ ଜାହାଜରୁ ଓହ୍ଲେଇ ଯାଅ। ଆମେ ଜାହାଜର ଅନ୍ୟ ନାବିକ ମାନେ ଅଛନ୍ତି, ତାଙ୍କ ସାଙ୍ଗରେ ବି କଥାବାର୍ତ୍ତା କରିବା ପାଇଁ ସୁଯୋଗ ଦେଲେନି। ସେମାନଙ୍କୁ ଯେତେବେଳେ କ୍ୱେଶ୍ଚନ୍ ପଚରା ହେଲା, କିଏ କେତେବେଳେ ଦେଖିଛି, କାହିଁକି ତା ରୁମକୁ ଖାଇବା ଜିନିଷ ନେଇକି ଯିବା ହେଇଥିଲା, ଯେତେବେଳେ ତାକୁ ପଚରା ହେଲା ସେ ସମସ୍ତେ ତମେ ଏତେ କଥା କ୍ୱେଶ୍ଚନ୍ ପଚାରି ପାରିବନି, ତମକୁ ଆମେ କିଛି କୌଣସି ଉତ୍ତର ଦେଇପାରିବୁନି, ତମର ନାହିଁ ନିୟମ ନାହିଁ ତମମାନେ କ୍ୱେଶ୍ଚନ୍ ପଚାରିବ ବୋଲିକି। ଆସିଲ ଯେତିକି ଦେଖିଲ ସେତିକି ଦେଖିକି ଫେରିଯାଅ, ଏତିକି ଖାଲି କହିଲେ। ଆପଣଙ୍କ ଝିଅ ପୁଅଙ୍କ ସହିତ ଆମ ଭାରତ ସରକାରଙ୍କର ଡିଜି ସିପିଂର 2 ଜଣ ଅଧିକାରୀ ଯାଇଥିଲେ ସିଙ୍ଗାପୁର। ହଁ, ସେମାନେ ସହଯୋଗ କଲେ, ସେମାନେ ରିକ୍ୱେଷ୍ଟ କରିଛନ୍ତି, କିନ୍ତୁ ମତେ ଯେତେ ଦୂର ଲାଗୁଛି ସେମାନେ ମିଲା ଭଗତ ଅଛନ୍ତି କି କ'ଣ ଈଶ୍ୱର ଜାଣିଛନ୍ତି। କିନ୍ତୁ ମୋ ମନକୁ ତ ମୁଁ ବୁଝେଇ ପାରୁନି, ମୋ ନାତି ସେ ଜାହାଜ ଭିତରେ ଅଛି। ଆପଣଙ୍କ ମନ କହୁଛି? ମୋ ମନ କହୁଛି ଜାହାଜ ଭିତରେ ଅଛି, ତାକୁ ଲୁକାୟିତ ହିସାବରେ ରଖିଛନ୍ତି, ନହେଲେ ସେମାନେ ଛାଡ଼ିଲେନି କାହିଁକି? ମୋ ଝିଅକୁ ପୁଅକୁ ଦେଖିବା ପାଇଁ କାହିଁକି ଛାଡ଼ିଲେନି? ସେମାନେ ଲୁଚେଇକି ରଖିଛନ୍ତି। ତାକୁ କ'ଣ ମାରି ଦେଇଥିଲେ ଡେଡ୍ ବଡି ତ ଦେଇଥାନ୍ତେ ନା, ସେ ଯଦି ମରି ଯାଇଥାନ୍ତା ଡେଡ୍ ବଡି ତ ଦେଇଥାନ୍ତେ। ଖାଲି ମିଛରେ ଯୋଉ ଜାଗାରେ ସେ ସିପ୍ ଥିଲା, ଯୋଉ ଜାଗାରେ ସେ ନିରୁଦ୍ଦିଷ୍ଟ ଥିଲା, ସେ ଜାଗା ତ ଖୋଜାଖୋଜି ହେଲାନି। ସେନୁ ବାହାରି ଆସିଲେ ସେମାନେ ଜାଣିଲେ ଯେ 8:30ର ନିରୁଦ୍ଦିଷ୍ଟ ଅଛି, ପିଲା ଜାହାଜର ନାହିଁ। ରାତି 8:30 ବେଳକୁ କେତେ ଘଣ୍ଟା ହେଇଗଲା? ସେମାନେ ଜଣାଉଛନ୍ତି ଯେ ସେ ନାହିଁ, ନିଖୋଜ ହେଇଯାଇଛି। ସେତିକି ସମୟ ଭିତରେ ସେମାନେ କିଛି ଖୋଜି ପାଇଲେନି। ସେଠୁ କେତେ ଦୂର ଜାହାଜ ପଳେଇ ଆସିଥିବ। ଆଉ ଯୋଉ ଜାଗାରେ ଜାହାଜ ରହିଥିଲା ସେଇ ଜାଗାରେ ଉଡ଼ାଜାହାଜ ସାହାଯ୍ୟରେ ଖୋଜା ହେଲା। ସେ କ'ଣ ଖୋଜିବ? ଯୋଉ ଜାଗାରେ ପଡିଛି କି କ'ଣ କରୁଛି ସେକୁ ନ ଖୋଜିକି ଏଠି ଖୋଜିକି ସମୁଦ୍ରରେ କ'ଣ କରିବେ?
सीसीटीवी फुटेज କିଛି ଦେଲେନି କିଛି କଲେନି। ମୋ ଝିଅ ଫେରିନେ ଯାହା ଆମେ ନ୍ୟୁଜ ଜାଣିବୁ କି ଯାହା କରିବୁ। ଆଉ ଗୋଟେ କଥା, ସାର୍ଥକ ଆପଣଙ୍କ ନାତିଙ୍କର ମୋବାଇଲ ପ୍ୟାଣ୍ଟ ସାର୍ଟ ସେ ସବୁ କିଛି ଦେଖିବାକୁ ମିଳିଲା ଯୋଉ ରୁମ କୁ ଯାଇଥିଲେ? ମୋବାଇଲ ନଥିଲା, ଆଉ କେବଳ ତାର କଣ ଜ୍ୟାକେଟ ଗୋଟେ ନଥିଲା, ଚପଲ ନଥିଲା, ସେଫ୍ଟି ଜ୍ୟାକେଟ ଗୋଟେ ନଥିଲା, ଆଉ ଜ୍ୟାକେଟ ସେଟା ଏଇ ଯୋଉ ଚପଲ ଗୋଟେ ଯୋଉ ଚପଲଟା ପିନ୍ଧେ ସେ ଚପଲ ନଥିଲା। ସେ ସବୁ ନେଇକି ଆସୁଛନ୍ତି? ନା ତାଙ୍କୁ ତ ଦେଇନାହାନ୍ତି, ଏପର୍ଯ୍ୟନ୍ତ ଦେଇନାହାନ୍ତି, ସିଲ୍ କରିକି ରଖା ହେଇଥିଲା। କେବେ ଦେବେ କଣ କରିବେ ଆମେ ତ ଜାଣିନୁ। ସିଙ୍ଗାପୁର ସରକାର କଣ ସହାୟତା ଯୋଗାଇ ଦେଲେ? କିଛି ଦେଲେନି, କିଛି ସହଯୋଗ କଲେନି, କିଛି ଦେଲେନି। ଡ୍ରଗ ଯୋଉଟା କୁହାହେଇଥିଲା ସାଇଣ୍ଟିଫିକ ଟିମ୍ କି ଯୋଉ କୁହାହେଇଥିଲା କିଛି ଦେଲେନି, କିଛି କଲେନି। କୌଣସି ସହାୟତା ମତେ ମିଳିଲାନି। ମୋ ଛୁଆ ସେମିତି କାନ୍ଦି କାନ୍ଦିକି ଯାଇଥିଲା, କାନ୍ଦି କାନ୍ଦିକି ଫେରିକି ଆସୁଛି। କଣ କରିବୁ? ଯୋଉମାନେ ଏଇ ଘଟଣା ଦେଖୁଛନ୍ତି କାନ୍ଦୁଛନ୍ତି, ଯୋଉମାନେ ଯୋଉ କ୍ୟାରିୟର କରିବେ ସେଲର ଭାବେ ନାବିକ ଭାବେ, କଣ ମା କହିବେ ଆପଣ? ମୋ ହାତ ଯୋଡ଼ିକି ପ୍ରାର୍ଥନା କରୁଛି, ମର୍ଚେଣ୍ଟ ନାମରେ କେବେ ପିଲାମାନଙ୍କୁ ଛାଡ଼ନ୍ତୁନି। ସେମାନେ ପ୍ରତ୍ୟେକ ବର୍ଷ ମାରି ଦଉଛନ୍ତି ପିଲାମାନଙ୍କୁ। ଆଉ କେହି ଯାଅନି। ପ୍ରତ୍ୟେକ ମା ମାନଙ୍କୁ କହୁଛି, ଭଉଣୀ ମାନଙ୍କୁ କହୁଛି, ସେମାନେ ନ ଛାଡ଼ନ୍ତୁ ତାଙ୍କ ପିଲାଙ୍କୁ, ବରଂ ମାଟି ଖୋଳିକି ସେମାନେ ଖାଆନ୍ତୁ, ଭାରତ ମାତା କୋଳରେ ରୁହନ୍ତୁ, ଆଉ ବାହାରକୁ ନ ଯାଆନ୍ତୁ। ସେମାନେ ଗଲେ ସେମାନେ ନୃଶଂସ ଗୁଡାକ ମାରି ଦଉଛନ୍ତି। ମୋ ନାତି କଣ କରିଛନ୍ତି ମୁଁ ଏପର୍ଯ୍ୟନ୍ତ ଭାବି ହଉଛି। ଜୀବିତ କି ମୃତ ମୁଁ ଜାଣିପାରୁନି। କେମିତି ଖବର ବଡ ଅକାତ ସମୁଦ୍ରରେ ଆପଣ? ଅଗାଧ ସମୁଦ୍ର, ଅକାତ ପାଣି ଭିତରେ କୋଉଠି ହଜିଗଲା ମୋ ସାର୍ଥକ ମୁଁ ବି ଜାଣିନି। ଧୈର୍ଯ୍ୟ ଧରନ୍ତୁ ମା, ଧୈର୍ଯ୍ୟ ଧରନ୍ତୁ। କେତେବେଳେ ପୁଅ ଝିଅ ଆସିବେ ବୋଲି କହିଛନ୍ତି? କାଲି 9ଟା ବେଳକୁ ପହଞ୍ଚିବେ ବୋଲି ତ କହିଛନ୍ତି। କଣ ତାଙ୍କ କିଛି ଭୁବନେଶ୍ୱର ପହଞ୍ଚିଲା ପରେ କହିବି। ପୁଅ ତାକୁ ମାନେ ବାରଣ କରାହେଇଛି ତାଙ୍କୁ କିଛି କହିବା ପାଇଁ। କାହିଁ ସେମିତି କେମିତି କହିଥାନ୍ତା? କହିଲେ ମୁଁ ଭୁବନେଶ୍ୱର ପହଞ୍ଚିବୁ 9ଟା ବେଳେ, ମୁଁ ସେଠି କହିବି। କାଲି ଆପଣଙ୍କ ପୁଅ ଝିଅ 9ଟା ବେଳେ ଭୁବନେଶ୍ୱର ପହଞ୍ଚିବେ, 11ଟାରେ ଚଢ଼ିବେ, ତାପରେ ଦିଲ୍ଲୀରେ ପହଞ୍ଚିବେ, ଦିଲ୍ଲୀରେ ଚଢ଼ିବେ, ଦିଲ୍ଲୀ ନା ବମ୍ବେରେ ପହଞ୍ଚିବେ, ତାପରେ ଭୁବନେଶ୍ୱରରେ 9ଟା ବେଳେ ପହଞ୍ଚିବେ। 9ଟା ବେଳେ ପହଞ୍ଚିଲେ ଆମେ ଯାହା କିଛି କହିବୁ। ଏଠି ତାଙ୍କୁ ବାରଣ କରାହେଇଛି କହିବା ପାଇଁ। ତ କିଛି ସୁରାଗ ମିଳିଛି କି ନ ମିଳିଛି, ଆମେ ବି ଦ୍ୱନ୍ଦ୍ୱରେ ଅଛୁ। ଆମେ ବି କିଛି ଜାଣିପାରୁନୁ କଣ ସତ କଣ ମିଛ କଣ, କୋଉଠୁ ସେ ପୁଅ ପାଇବ କି ନ ପାଇବ, କେମିତି ସେ ଫେରିବ ତା ବି ଆମେ ଜାଣିନୁ। ଆମେ ଆଶାରେ ରହିଛୁ କେମିତି ମୋ ଛୁଆ ଫେରି ଆସୁ, ତା ସାଙ୍ଗରେ ତା ଛୁଆ ଟିକେ ନେଇକି ଆସୁ। ଆଉ କିଛି କହିପାରିବିନି।